ସେଥିପାଇଁ ଆପଣଙ୍କୁ ଗୀତ ମାଧ୍ୟମରେ ଟିକେ ବି ଜଣାଇ ଦେଇଥିଲି। ଏ ସମୟ ମୋ ପିଲା ଦିନକୁ ଦିଅ ଫେରେଇ। मस्त ठिकाना बनाला चिंता कपड़ा मशीन ठिकाना बनाला तो एकर के 1500 के दुकान हॉल ने हो हॉल ना 1500 तो कम 2000 है 2000 पहला में कुछ 1 मिनट तेल फेंकी गोटे गोटे घंटा लगे 1.5 घंटा भी लगे तो फिर देखिए 10 घंटा मार गोटे 1500 पैसा बाड़ी भाई करा मस्त होती है मुझे देखली ना मशीन देखली ना बाकी टिके सुखा पारे करबा सुखा पाक करा पड़ा ओदा बगल निकाल माइक पर खबरी होते भाई काम पे बनाया तो satisfy नहीं लगी लगवा ही बने कॉफी पिए देखो केता लगवा तापर तमे 5 गिलास शुभ सकाळ साଙ୍ଗमाने आज आम सकाल सकाळू फील्ड आड़क आसलु तो स्वागत जनावि आ गोटे नुआ ब्लॉग को आज ब्लॉगटा माने मनीष जीवन किसी मूल्यवान जिनिस को नहीं करी गोटे ब्लॉग बनाऊँगी तो आपण मैंने वीडियोटा शेष पर्यंत देखी रुँ आ वीडियोटा भल लगी ताहले लाइक सब्सक्राइब कमेंट निश्चय करूँ। तो आज सकाळ शुभ आरंभ करवा से शुभ आरंभर शुभ सकाळ सुंदर भाव में दृश्यटा सुंदर दिशि चारिआडे मेघ पूरा ढाकी देछि आउ सुंदर दृश्यटा सबुआड़े मेघुआ रही पहाड़र किछि शीर्ष अंश धला मेघरे ढांकी आउ किछि अंश गछपत्रर जो सौंदर्य दिशुची। तो आज जो प्रकार मेघटा रही से मेघरे सुंदर एते आनंदित लगुच से आनंदितर किछि मन पड़ला जोटा कि जीवनर किछि कथारे आ किछि जिनिसरे चलुची। तो सांग माने वर्तमान मोर गोटे किछि दिनर कथा मन पड़ला जोटा कि लोक कहती हे समय मो पिला दिन को दियो फेरई। तो समय एमती गोटे जिनिस आउ से समय मन पड़े प्रत्येक जिनिस बा प्रत्येक समय रे से दिनटा मन पड़े जो दिनटा पूर्व दिन होता से दिनटा मन पड़े। तो मनीष जीवन एमती जीवनटा बंधा पड़ी से बंधारे रही सबुकिछि सब जिनिस मनीष उपभोग करे अनुभव करे आउ से जिनिसटा मध्य पालन कर चले। तो से पालन करथिबा दृश्यर जिनिस
ଆଜି ଆପଣମାନେ ମଧ୍ୟ ଦେଖୁଛନ୍ତି ଆଉ ସମସ୍ତେ ମଧ୍ୟ ଦେଖୁଛନ୍ତି। ଦେଖନ୍ତୁ, ମଣିଷ ଜୀବନର ପ୍ରତ୍ୟେକ ଜିନିଷ ହେଉଛି ଦୁଇଟି କଥାରେ ଚାଲିଛି। ସେଇ କଥାଟା କ'ଣ କ'ଣ ଆପଣମାନେ ନିଶ୍ଚୟ ଜାଣିଛନ୍ତି। ଯେଉଁ ଜିନିଷ ରହିଛି ସ୍ୱର୍ଗ ମର୍ତ୍ତ୍ୟ, ଦୁଇଟା ଜିନିଷ, ପାଣି ପବନ ଆଉ ଦୁଇଟା ଜିନିଷ, ଜନ୍ମ ମୃତ୍ୟୁ ଦୁଇଟା ଜିନିଷ। ସେମିତି ଅନେକ ପ୍ରକାର ଜିନିଷ ଦୁଇଟାରେ ସୃଷ୍ଟି ହେଇଛି ଆଉ ଦୁଇଟାରେ ଶେଷ ହେଉଛି। ଯେଉଁ ଜିନିଷ ଆପଣମାନେ ଦେଖିଛନ୍ତି, ଜାଣିଛନ୍ତି ଆଉ ଅନୁଭବ ମଧ୍ୟ କରିଛନ୍ତି, ସେଇ ଜିନିଷଟା ଏଇ ଜିନିଷ ମାନେ କେଉଁ ଲୋକ ମଧ୍ୟ ଚେଞ୍ଜ କରିପାରିବ ନାହିଁ। ଯାହା ଭଗବାନଙ୍କର ସୃଷ୍ଟିରେ ଚାଲିଛି ଆଉ ସେ ଭଗବାନ ସୃଷ୍ଟିରେ ହିଁ ଗଢ଼ା ହେଇଛି। ତ ଆଜି ବହୁତ ମନେ ପଡ଼ିଲା ଆଉ ସକାଳୁ ଆସିଲା ପରେ ମୋର ଗୋଟେ ମନେ ପଡ଼ିଲା। ତ କିଛି ଜିନିଷ ଚାଲିଛି ଆଉ କିଛି ଜିନିଷ ଘଟୁଛି, ସେଇ ଜିନିଷଟା ମନେ ପଡ଼ିଲା। ସେଥିପାଇଁ ଆପଣମାନଙ୍କୁ କିଛି କହିବା ପାଇଁ ମୋର ଆଶା ରହିଲା। ସେଥିପାଇଁ ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ଜଣେଇଲି। ତ ଲୋକ ମଧ୍ୟ ଜାଣିଛନ୍ତି ଆଉ ଲୋକ ମଧ୍ୟ ଶୁଣିଛନ୍ତି ଆଉ ଲୋକଙ୍କର ମଧ୍ୟ ମନେ ପଡ଼ୁଛି। ସେଇ ମନେ ପଡ଼ିବା ଜିନିଷଟା ମୁଁ ଭିଡ଼ିଓ ମାଧ୍ୟମରେ ଜଣାଇ ଦେଉଛି। ତ ଆମେ କାଲି ଗୋଟିଏ ଜାଗାକୁ ଯାଇଥିଲୁ। ସେଇ ଜାଗାରେ ମଧ୍ୟ ମୋର ଗୋଟେ ଏମିତି ଦୃଶ୍ୟ ଦେଖିବାକୁ ପଡ଼ିଲା। ସେ ଦୃଶ୍ୟଟା ଲୋକ ଭାବିନଥିଲେ, ମୁଁ ମଧ୍ୟ ଭାବିନଥିଲି। ସେଇ ମନେ ପଡ଼ିବାର ସମୟଟା ଏମିତି ଜାଗାରେ ହେଇଥିଲା। ସେ ଜାଗାଟା ମୁଁ ଭାବିନଥିଲି। ତ ସେଠି ଯାଇକିରି କିଛି ଟାଇମ୍ ବସିଲା ପରେ ଲୋକଙ୍କର ସାଙ୍ଗରେ ଦେଖା ହେଲା ଆଉ ସେ ଲୋକଙ୍କ ସାଙ୍ଗରେ କଥା ହେଲା ପରେ ମନେ ପଡ଼ିଲା ଯେ କଳାର ସଂସ୍କୃତି ଆଉ ସେଇ ଦୃଶ୍ୟ ମଧ୍ୟ ଆଜି ପର୍ଯ୍ୟନ୍ତ ଲୋକଙ୍କର ମନରେ ମନେ ରହିଛି। ତ ସେଇ ମନେ ପଡ଼ିଥିବା କଥାଟା ଆପଣମାନଙ୍କ ପାଖରେ ମାନେ ଖୋଲିକି କହିଦେଲି। ଆଉ ସେଇ ସମୟଟା ଖୋଲିକି କହିବାର ସମୟଟା ଆଜି ମୋତେ ଦେଲେ ଆଉ ସେଇ ଖୋଲିକିରି କଥାଟା ବର୍ତ୍ତମାନ କହିଲି। ତ ଯେଉଁ ଦୃଶ୍ୟ ମାଧ୍ୟମରେ ପୃଥିବୀ ସୃଷ୍ଟି ହେଇଛି ଆଉ ଭଗବାନ ମଧ୍ୟ ସୃଷ୍ଟି କରିଛନ୍ତି, ସେଇ ସୃଷ୍ଟି କରିଥିବା ଜିନିଷଟା କିଛି ଲୋକଙ୍କର ମନେ ପଡ଼ୁ ଆଉ ସେ ଲୋକଙ୍କର ମନେ ପଡ଼ିବାର କଥାଟା ମୁଁ ମନେ ପକାଇଦେଲି। ଆଗ ଯେଉଁ ଦିନ ଥିଲା ପ୍ରତ୍ୟେକ ବୃଦ୍ଧ ବୁଢ଼ାମାନେ ବରଗଛ ତଳରେ ପୁରାଣ ଧରି ପାଠ କରନ୍ତି ଆଉ ସେ ପାଠ କଲା ସମୟରେ ମୁଁ ଯାଇକି ତାଙ୍କ ସାଙ୍ଗରେ ବସିକରି କିଛିଟା ଶୁଣେ। ସୃଷ୍ଟିର ଅଂଶଟା ବହୁତ ମୋତେ ମନେ ପଡ଼େ ଆଉ ବହୁତ ମାନେ ତାଙ୍କ ପୁରାଣରୁ ମଧ୍ୟ ଶୁଣିବାକୁ ମିଳେ। ଆଉ ଆଜି ଦିନରେ ସେଇ ଜିନିଷଟା ଟିକେ କମ୍ ହେଇଯାଇଛି, କାହିଁକିନା ଲୋକ ମୋବାଇଲ ମାଧ୍ୟମରେ କିମ୍ବା ଟିଭି ମାଧ୍ୟମରେ ଦେଖିବାର ଆରମ୍ଭ କଲେ। ତ କିଛି କିଛି ଗାଁ ଅଛି ଯେଉଁ ଗାଁରେ ବରଗଛ ତଳେ କିମ୍ବା କେଉଁ ଛାଇରେ ମାନେ ବୃଦ୍ଧ ଲୋକମାନେ ଯାଇକିରି ପୁରାଣ ପାଠ କରୁଛନ୍ତି ଆଉ ଭାଗବତ ଗୀତା ମଧ୍ୟ ପଢ଼ୁଛନ୍ତି। ଆଉ ସେ ଜିନିଷଟା ବର୍ତ୍ତମାନ କିଛି ଅଂଶରେ ନାହିଁ। ତ ଏଇ ଜିନିଷଟା ବହୁତ ମନେ ପଡ଼େ
ଆଉ ସେ ସମୟଟା ମଧ୍ୟ ବହୁତ ମନେ ପଡ଼େ। ସେଥିପାଇଁ ଆପଣଙ୍କୁ ଗୀତ ମାଧ୍ୟମରେ ଟିକେ ବି ଜଣାଇ ଦେଇଥିଲି। ଏ ସମୟ ମୋ ପିଲା ଦିନକୁ ଦିଅ ଫେରେଇ। ଏମିତି ଅନେକ ପ୍ରକାର ଜିନିଷମାନଙ୍କୁ ମନେ ପଡ଼େ। ତ ଆଜି ଆପଣମାନଙ୍କୁ ସେଇ ମନେ ପଡ଼ିଥିବା କଥାଟା ନିଶ୍ଚିତ ଜଣେଇଲି। ତ ଆପଣମାନେ ଭିଡ଼ିଓ ମାଧ୍ୟମରେ ଦେଖି ଭଲ ଲାଗିଥିବା ତାହେଲେ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଲେଖିବେ। ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଘଣ୍ଟି ବଜାଇଦେବେ। ତ ଆଜି ପାଇଁ ଏତିକି ଥିଲା। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ଆଉ କିଛି ମନେ ପଡ଼ିଥିବାର ଦୃଶ୍ୟଟା ଆପଣମାନଙ୍କ ପାଖକୁ ଆଣିବି, ନିଶ୍ଚୟ ଆଣିବି।